ଆପଣ ସେତେବେଳେ ଦେଖିବେ ଆମେ ଆगଠୁ ବି ବାଣ ଫାଣ ଆଣିକି ରେଡ଼ି କରି ରଖିଲୁନି ଜିତିବେ ଆଉ ସେମାନେ ଯେତେ ପ୍ରକାର କିଛି ଆଉ ସେତେ ନାହିଁ ଆମର ତ ହେଉଛି ଆମେ ପୁରା ନିର୍ଭୟରେ ବସିଛୁ ଆମେ ଦେଖୁଛୁ ଆମର ଲୋକ କେଉଁଠି କ'ଣ କରୁଛନ୍ତି କ'ଣ ନାହିଁ ସେମାନେ ଲୋକଙ୍କୁ ଯାଇକି ମୁଣ୍ଡିଆ ମାରିକି କହୁଛନ୍ତି ଆସ ଆସ ଆମକୁ ଭୋଟ୍ ଦିଅ ସେ ଯେତେ ପ୍ରକାର ପ୍ରଲୋଭନ ଦେଖିଲେ ଲୋକ ପଢ଼ିବେନି ସେ ଯାହା ସବୁ କହୁଛନ୍ତି କାର୍ଡ଼ ଦେଉଛନ୍ତି ଇଏ କରୁଛନ୍ତି ସେଗୁଡ଼ା କିଛି ଫରକ ପଡ଼ିବନି ତାଙ୍କ ହାତରେ ତାଙ୍କ ଲିଡ଼ର କାହାନ୍ତି ୱାର୍ଡ଼ରେ ତାଙ୍କ ଲିଡ଼ର କାହାନ୍ତି ପଞ୍ଚାୟତରେ ତାଙ୍କ ଲିଡ଼ର କାହାନ୍ତି ଅନ୍ୟମାନେ ଯେଉଁ କହୁଛନ୍ତି ଯେତିକି ସବୁ ତାଙ୍କର ଲୋକ ହେଉଛନ୍ତି ସେଗୁଡ଼ା କିଛି ନାହାନ୍ତି ନାଇଁ ମାମୁଠୁ କଣା ହେବ ଆକୁ ତାକୁ ଗୋଟେଇ ଗାଟେଇକି କ୍ରିମିନାଲ ଡକାୟତ ଏଇଗୁଡ଼ା ସବୁ ବୁଲୁଛନ୍ତି ଭଲ ଲୋକ କେହି ବୁଲୁନାହାନ୍ତି ଭଲ ଆଗ ଧାଡ଼ିର ନେତା ମୋତେ ଖୋଲା ଗୋଟେ କହୁଥିଲେ ବିତର୍କରେ ଡାକିବେ ଗୋଟେ ଖୋଲା ଇଏ ଦିଏରେ ତାଙ୍କ ଆଗ ଧାଡ଼ିର ନେତା କେତେ ଜଣ ଅଛନ୍ତି ଷଡ଼ଙ୍ଗୀ ପଟ ଅଛନ୍ତି କି ଆମର ପ୍ରିୟ ଭାଇ ପାଖରେ ଅଛନ୍ତି ସିଏ ତାଙ୍କର କେହି ନାହିଁ ସିଏ ଏକା ତାଙ୍କ ସାଙ୍ଗରେ ଏକା ବା ଥରେ କହିଲି ଆପଣ ଆଜି ବି କହୁଛି ଭୋଟ୍ ଗଣତି ପରେ ଦେଖିବେ ବାପୁ ଭାଇଙ୍କର ରେଜଲ୍ଟ ଆଉ ସୁର ଭାଇଙ୍କ ପୁଅଙ୍କର ରେଜଲ୍ଟ ଆମେ କାମରେ କରିକି ଦେଖାଉ ସେ ଅଧିକା କଥା ଗପନୁ କିନ୍ତୁ ଆମେ ଲୋକଙ୍କ କତିରେ ପହଞ୍ଚୁ ବାକି ଆଙ୍କର କିଛି ଭ୍ୟାଲୁ ଥାନ୍ତା ତାହେଲେ ଭାରତୀୟ ଜନତା ପାର୍ଟିରେ ଏତେ ଲୋକ ଛାଡ଼ିକି ଯାଆନ୍ତେନି ଗୋଟେ ଦେବାଶିଷ ନାୟକ ସିଏ ଗୋଟେ ଯୁବ ଆଗ ଧାଡ଼ିର ସଂଗଠନ ସିଏ ବୁଲି ବୁଲିବା ଡାଇରେକ୍ଟ କହୁଛି ନିଜେ ସେ ପ୍ରତ୍ୟେକ ୱାର୍ଡ଼ରେ ବୁଲି ବୁଲି କହୁଛି ବିହାରୀ କି ହଟ ଲୋକ ମିନିମମ୍ ହେବ 1.5 ଲକ୍ଷ ପାଖାପାଖି ଲୋକ ବିରୋଧୀ କହୁଛନ୍ତି ଲୋକ ନଥିଲେ ବିରୋଧୀ ତ କହିବେ ତାଙ୍କର ତ ଆସିଲା ବେଳକୁ ଲୋକ ଆସୁନାହିଁ ସେ ବସ୍ରେ ଗୋଟେଇକି ନେଉଛନ୍ତି ସେ ସେଥିପାଇଁ ସେଇ ଜିନିଷଟା ଶିଖିଛନ୍ତି ସେଇ ଲୋକ ହେଲେନି କେଉଁଟା ଗୋଟେ ଫାଙ୍କା ଚେୟାରଟା କେଉଁଠି ଆସିନଥିବ ସେ ପଛରେ ବସିଥିବେ ସେଇଟା ଦେଖାଉଥିବେ ଆପଣ କହିବା କଥା ଯେ ନବୀନ ବାବୁଙ୍କୁ ଦେଖିବା ପାଇଁ ସ୍ୱତଃପ୍ରତ ଭାବରେ ରାସ୍ତାର ଦୁଇ କରେ ଲୋକ ଠିଆ ହେଇଥିଲେ ହଁ ଲୋକ ଦୁଇ ପଟେ ଠିଆ ହେଇଥିଲା ସେପଟେ ଦୋକାନ ଉପରେ ଯେ ତାଙ୍କ ବାଲକୁନି ଉପରେ ସବୁ ଦୁଇ ପଟରେ ଲୋକ ଥିଲେ ତଥାପି ରାସ୍ତା କଞ୍ଜେଷ୍ଟରୁ ବହୁତ ଆମ୍ବୁଲାନ୍ସ ଯାଉଛି ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍ସ ଗୁଡ଼ାକ ଆଗ ରାସ୍ତା ଛାଡ଼ି ଦେଉଛନ୍ତି ଆଗ ରାସ୍ତା ଛାଡ଼ି ଦେଉଛନ୍ତି ସେଥିପାଇଁ ସେ ମାନେ ପାର୍ଟିର ନିର୍ଦ୍ଦେଶ ବେଶୀ ସମାବେଶ ନ କରିକିନି ହାଲୁକାଇକି କରିଥିଲେ ନହେଲେ ଲୋକ ତ ଆହୁରି କଥା ପଞ୍ଚାୟତରେ ହେଲେ ବରିମୁଣ୍ଡ ପଞ୍ଚାୟତ ଗୋଟେ ହେଲା ଟାଙ୍ଗିମତ ପଞ୍ଚାୟତ ଯେତେ ପଞ୍ଚାୟତରେ ଯେତେ ଜାଗାରେ ହେଇଛି ନବୀନ ବାବୁ ନ ଆସିକିନି ପାଣ୍ଡିଆନ ସାର୍ ଆସିଥିଲେ କେତେ ଲୋକ କହିଲା ବେଳେ ଥାଳି ପକେଇଲେ ବି ଜାଗା ହେବନି ଏବେ କ'ଣ ଭାବୁଛନ୍ତି ଯେତେବେଳେ ବିରୋଧୀ ମାନେ ଭୋକ ବିକଳରେ ତାଟିଆ କାମୁଡ଼ୁଛନ୍ତି କି ଆଉ ତ କିଛି ବାଟ ପାଉନାହାନ୍ତି ଲୋକ ହେଉନାହାନ୍ତି ନବୀନ କ୍ରେଜ୍ ନାହିଁ ନା ସେଇଟା ସବୁ ତାଙ୍କର ସେଥିପାଇଁ ତାଙ୍କୁ ଭୟଭୀତ ହେଇଗଲେନି ଭାରତୀୟ ଜନତା ପାର୍ଟି ଭୟଭୀତ ହେଇଗଲେନି ସେଥିପାଇଁ ସେ ସେଣ୍ଟର ତାଙ୍କର ଘନାଗତ ଖାଲି ରିକ୍ୱେଷ୍ଟ କରିକିନି ମାନେ ତାଙ୍କୁ ନମସ୍କାର ହେଇକି ନେଉରିଆ ହେଇକି କହୁଛନ୍ତି ଆମେ ତମ କେନ୍ଦ୍ରରୁ ଆସ ଆମ ଓଡ଼ିଶାଟାକୁ ଟିକେ ଆମକୁ ନେତା ଅଛନ୍ତି ତାଙ୍କର କାହାର ନାହିଁ ଯଦି ଆଙ୍କର କିଛି ଭ୍ୟାଲୁ ଥାନ୍ତା ତାହେଲେ ଭାରତୀୟ ଜନତା ପାର୍ଟିରେ ଏତେ ଲୋକ ଛାଡ଼ିକି ଯାଆନ୍ତେନି ଗୋଟେ ଦେବାଶିଷ ନାୟକ ସିଏ ଗୋଟେ ଯୁବ ଆଗ ଧାଡ଼ିର ସଂଗଠନ ସିଏ ବୁଲି ବୁଲିବା ଡାଇରେକ୍ଟ କହୁଛି ନିଜେ ସେ ପ୍ରତ୍ୟେକ ୱାର୍ଡ଼ରେ ବୁଲି ବୁଲି କହୁଛି ବିହାରୀ କି ହଟ ଅଖିଳ ବାବୁ ବି କହୁଛନ୍ତି ଯେ ମା ଭଳିଆ ଦେଖୁଥିଲେ ଅଖିଳ କଥା ଛାଡ଼ନ୍ତୁ ଅଖିଳ ଏତେ କିଛି କାମ କରିନି ଯେଉଁମାନେ କାମ କରିଛନ୍ତି ବାପି କରିଛି ମୁଁ କରିଛି ଦିଗାଂଶ ପଣ୍ଡା କରିଛନ୍ତି ଆଉ ଅନ୍ୟାନ୍ୟ କରିଛନ୍ତି ଆମ ପଛରେ ଲୋକ ଥିଲେ ଶହ ଶହ ଲୋକ ପ୍ରତ୍ୟେକ ୱାର୍ଡ଼ରେ ପ୍ରତ୍ୟେକ ପଞ୍ଚାୟତରେ ଲୋକ ଥିଲେ ତାଙ୍କ ସାଙ୍ଗରେ ଲୋକ ନଥିଲେ ଅଖିଳ ସାଙ୍ଗରେ ଲୋକ ସେ ଫିଲ୍ମ ସେଲିବ୍ରିଟି ସିଏ ଯାଆନ୍ତି ମ୍ୟାଡ଼ାମ୍ କତି ଫଟୋ ଉଠିବାକୁ ବେଳକୁ ତାଙ୍କ ଭିତରେ ଲୋକ ନାହିଁ ଦିନେ ପରୀକ୍ଷା କରୁନାହାନ୍ତି କାହାର କେତେ ଲୋକ ଦମ୍ ହେଉଛି ଗୋଟେ ଜାଗାରେ ଦେଖା ଦେଖି ହେବା କିନ୍ତୁ ମୁଁ ବାପୁ ଭାଇଙ୍କର ହାତ ମୁଠା ଆମେ ଦଗ୍ଦମା କରିକି ଇଏ କରି ରଖିଛୁ ତାଙ୍କୁ ଭଲ ପାଇଛୁ କି ନବୀନ ପଟ୍ଟନାୟକ ନୀତି ଆଦର୍ଶକୁ ଭଲ ପାଇକି ଆମେ ଚ୍ୟାଲେଞ୍ଜ ମାରିକି କିନ୍ତୁ ଏଥରକ ସୁର ଭାଇ ପୁଅ ଜିତିବ ଆଉ ବାପୁ ଭାଇ ବି ଜିତିବେ ଆପଣ କାମ କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଲେ ହଁ ମୁଁ ସଦାବେଳେ ଆକ୍ଟିଭ ବିଜେପିରେ କ'ଣ କିଛି କାମ ହେଇପାରିଲାନି ବୋଧେ ଲୋକମାନେ ବିଜେପିରେ ଯଦି ଉତ୍ତର ଭୁବନେଶ୍ୱର ମୁଁ ମୋ କଥା କହିବାନି ଉତ୍ତର ଭୁବନେଶ୍ୱର ପଞ୍ଚାୟତରେ ଆମେ ଦେଖୁଥିଲୁ ଆପଣ ଏକୁଟିଆ ଲଢ଼ୁଥିଲେ ମୋ ପରିବାର ସହିତ ଲଢ଼ୁଥିଲୁ କିନ୍ତୁ ମୁଁ ଏକା ନୁହେଁ ମୋ ପରିବାର ମୋ ଟିମ୍ ସହିତ ଲଢ଼ୁ କିନ୍ତୁ ସେତିକି ନନ୍ ଓଡ଼ିଆ ହେଉଛନ୍ତି ଆମର MP ଯିଏ ଥିଲେ ସେ ଜାଣିପାରିଲେନି ଆଜି ଯିଏ ବିଜେଡ଼ିରୁ ବି ଆସି ବିଜେପିରେ ନେଇଛନ୍ତି ସେ ବି ସଚୋଟ କର୍ମୀ ଆଗଧାଡ଼ି କର୍ମୀ ତାଙ୍କ ପାଖରେ ନାହାନ୍ତି ମୁଁ ଆଜି ବି ଚ୍ୟାଲେଞ୍ଜ ଦେଇ କହୁଛି ଆଉ ବାପୁ ଭାଇ ଜିତିକା ରହିବେ ପୁରା ଭଲ ଭୋଟ୍ରେ ଜିତିବେ ଆଉ ଲୋକ ଆଉ ଆରଥର ଭଳିକା ଭୁଲ କରିବେନି କିନ୍ତୁ ଦେବେ ସୁର ଭାଇଙ୍କ ପୁଅକୁ ନିଶ୍ଚିତ ଭାବରେ ଦେଖୁଥିଲେ ଆମେ ଭୁବନେଶ୍ୱର ଉତ୍ତରରେ ଯେତେବେଳେ ନ୍ୟୁଜ୍ କଭର କରୁ 19ରୁ 24 ଭିତରେ ଭାରତୀୟ ଜନତା ପାର୍ଟି ଉତ୍ତର ନିର୍ବାଚନ ମଣ୍ଡଳୀରେ ଏତେଟା ସକ୍ରିୟ ନଥିଲା ଯେଉଁ କତିପୟ କିଛିଟା ଲୋକ ଆଗକୁ ଆସିକି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ କରୁଥିଲେ ସେଥିରେ ସବୁଠୁ ଆଗରେ ଥିଲେ ଦୀନବନ୍ଧୁ ଦାସ ନିଜର ସ୍ୱଳ୍ପ ବ୍ୟବସାୟିକ ଇନକମ୍ରେ ନିଜ ପରିବାରରେ ନିଜ ସହଧର୍ମିଣୀ ଏବଂ ଝିଅକୁ ଧରିକି ଆମେ ଦେଖିଛୁ କରୋନା ସମୟ ହେଉ କିମ୍ବା ତା ପର ସମୟ ହେଉ କିମ୍ବା ଲୋକମାନଙ୍କର ଭଲରେ ମନ୍ଦରେ ଯାନିଯାତ୍ରାରେ ପହଞ୍ଚି ଯାଉଥିଲେ ଦୀନବନ୍ଧୁଙ୍କର କ୍ରେଜ୍ ବିଜେପିରେ ବଢ଼ିଥିଲା ଏମିତି ଗୋଟେ ଦିନ ଥିଲା ସମସ୍ତେ ଦୀନବନ୍ଧୁଙ୍କର ନାଁ ନେଇ ବିଜେପିର ଆଗାମୀ ଭବିଷ୍ୟତ ବୋଲି କହୁଥିଲେ ସେଭଳି ନେତୃତ୍ୱ ଯଦି ସୁଶାନ୍ତ ରାଉତଙ୍କ ସହିତ ଆସି ମିଶୁଛନ୍ତି ଏଥିରୁ ଆପଣ ଜାଣିପାରୁଥିବେ ଭୁବନେଶ୍ୱର ଉତ୍ତରେ କାହାର ପଲା ଭାରି ରହିବ। ଭୁବନେଶ୍ୱର ଉତ୍ତରରୁ କ୍ୟାମେରା ପର୍ସନ ତୋଫାନ ବେରାଙ୍କ ସହ ସୁଧୀର ସାହୁ ସଂଯୋଗ ଟୁଡେ।